ସୁପ୍ରଭାତ ପିଲାମାନେ। ଆଜିର ଗଳ୍ପର ନାମ ଶତ୍ରୁତାର ପରିଣାମ। ଜଙ୍ଗଲର ରାଜା ସିଂହ ନଦୀ କୂଳରେ ବସି ନିଜ ମନ୍ତ୍ରୀମାନଙ୍କୁ ପଚାରିଲା, ନଦୀର ପାଣି ଆଗକୁ କେଉଁ ଆଡ଼କୁ ଯିବ? ମନ୍ତ୍ରୀମାନେ କହିଲେ, ନଦୀ ଆଗରେ ଥିବା ଦେଶକୁ ଯିବ, ଯେଉଁ ଦେଶ ହେଉଛି ଆପଣଙ୍କର ଶତ୍ରୁ ଦେଶ। ସିଂହ ରାଜା ରାଗିଗଲା ଓ କହିଲା, ଯାଅ, ଜଙ୍ଗଲର ସମସ୍ତ ଜୀବଜନ୍ତୁ ମିଶି ନଦୀ ଉପରେ ବନ୍ଧ ନିର୍ମାଣ କରି ପାଣିକୁ ଅଟକାଇ ରଖ। ପାଣିକୁ ଶତ୍ରୁ ରାଜ୍ୟକୁ ଯିବାକୁ ଦିଅ ନାହିଁ। ସମସ୍ତେ ବନ୍ଧ ବାନ୍ଧିବାର ଚେଷ୍ଟା କଲେ, କିନ୍ତୁ ନଦୀରେ ଯେତେବେଳେ ଜୋରରେ ପାଣି ଆସିଲା, ବନ୍ଧ ଭାଙ୍ଗିଗଲା ଓ ଅନେକ ଜୀବଜନ୍ତୁ ଭାସିଗଲେ। ସିଂହର ପୂରା ପରିବାର ଭାସିଗଲେ। ଶତ୍ରୁଭାବ ରଖି ବୁଝିସୁଝି କାମ ନ କଲେ ନିଜର ସବୁ କିଛି ନଷ୍ଟ ହୋଇ ଦୁର୍ଗତି ହୋଇଥାଏ। ଧନ୍ୟବାଦ। ବିଚାର କ୍ରାନ୍ତି ଦୂତ ୟୁଟ୍ୟୁବ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାର କ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ପେଜ୍ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।